ମାନେ କାଲି ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ସାମ୍ନାରେ ଯେଉଁ ଅଘଟଣଟି ଘଟିଲା, ନିଶ୍ଚିତ ଭାବରେ ଏଥିପାଇଁ ଆମେ ସମସ୍ତେ ଦୁଃଖିତ ଯେ ସେଠି ଯେଉଁମାନେ ବି ଏ କାର୍ଯ୍ୟଟି ଭିଆଇଲେ ସେଠାରେ ଯେଉଁମାନେ ବି ଏ କାର୍ଯ୍ୟଟି ଭିଆଇଲେ ନିଶ୍ଚିତ ଭାବରେ ମୁଁ କହିବି ଏହା ତାଙ୍କର ବାଚାଳତା, ଆଉ ଏଭଳି କରିବାର ନଥିଲା। ଆଉ ମୁଁ ତ ସେମିତି କିଛି ଦଳ ବିରୋଧୀ କଥା କହୁନଥିଲି ଯେ ସେମାନେ ଏମିତି କାହିଁକି ଆତଙ୍କିତ ହେଲେ ତାହା ମୁଁ ଜାଣିନାହିଁ। ଆଉ ଏଇଭଳିଆ ହଠାତ୍ କରି ମିଡ଼ିଆ ଯେତେବେଳେ ସ୍ୱାଭାବିକ ଭାବରେ ଭାରତୀୟ ଜନତା ପାର୍ଟି ମୋତେ ନିଲମ୍ବନ କରିଥିବା ଖବରଟି 31 ତାରିଖରେ ସବୁ ମିଡ଼ିଆରେ ଆସିଲା, ତାପରଠୁ ମୋତେ ମୋ ପ୍ରତିକ୍ରିୟାଟି ନେବାକୁ ଅନେକଙ୍କର ଫୋନ୍ ବି ଆସିଥିଲା। ମୁଁ କିନ୍ତୁ କୌଣସି ମିଡ଼ିଆକୁ ପ୍ରତିକ୍ରିୟା ଦେଉନଥିଲି, କାରଣ ମୁଁ ତାର ସତ୍ୟତା ଜାଣିନଥିଲି। ସେଇ ସତ୍ୟତାଟି ଜାଣିବା ପାଇଁ ମୁଁ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟକୁ ଯାଇଥିଲି। ଆଉ କାଲି ଯେହେତୁ ତୋମାରଜୀ ଯିଏ ଆମର ପ୍ରଭାରୀ ସେ ଦିଲ୍ଲୀରୁ ଆସିଥିଲେ, ସେ ଯେକୌଣସି କାର୍ଯ୍ୟକ୍ରମରେ ହିଁ ସେ ଆସନ୍ତି, ଆଉ ତାଙ୍କ ଉପସ୍ଥିତିରେ ମୁଁ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ ଭେଟିବା ପାଇଁ ଯାଇଥିଲି। ମୋତେ ଯେଉଁ ଚିଠିଟି ଆସିଲା ହ୍ୱାଟ୍ସଆପ୍ରେ, ସେ ଚିଠିରେ ଲେଖା ହେଇଥିଲା ଯେ 7 ଦିନ ଭିତରେ ଉତ୍ତର ରଖିବା ପାଇଁ କୁହାଯାଇଥିଲା। 3 ଦିନ ଅଲରେଡ଼ି କଟି ସାରିଛି। ଆଉ ଯେହେତୁ ପ୍ରଭାରୀ ଯିଏ ଅଛନ୍ତି ତାଙ୍କ ଉପସ୍ଥିତିରେ ମୁଁ କଥାଟିକୁ ମାନେ ମୋର ରିପ୍ଲାଏଟା ଦେବାକୁ ଚାହୁଁଥିଲି, ତେଣୁ ମୁଁ ଚିଠିଟି ଦେବାକୁ ଯାଇଥିଲି। ଦେଖିଲି ସେଠି କାର୍ଯ୍ୟକ୍ରମ ଚାଲିଛି, ମୁଁ ଚୁପଚାପ ସେଠି ବସିଥିଲି କାର୍ଯ୍ୟାଳୟ ଭିତରେ। ଆଉ କାର୍ଯ୍ୟକ୍ରମ ସରିଲା ପରେ ମୋତେ ଜଣେ ଅଧିକାରୀ କହିଲେ ଯେ ସଂଗଠନ ମନ୍ତ୍ରୀ ଆଜି ଭେଟି ପାରିବେନି, ଆଉ ଆପଣ କାଲି ଆସନ୍ତୁ। ମୁଁ ବାହାରକୁ ଆସିବା ବେଳକୁ ସ୍ୱାଭାବିକ ଭାବରେ ମିଡ଼ିଆ ମୋତେ ପ୍ରଶ୍ନ କରିଥିଲେ, ଆପଣ ନିଲମ୍ବିତ ହେଇଛନ୍ତି, ଆପଣ ଆସିଛନ୍ତି କେମିତି? ମୁଁ କିଛି ନାହିଁ, ଗୋଟେ ମିଛ ଆଲିଗେସନ୍ ମୋ ଉପରେ କରାଯାଇଛି, ଆଉ ମିଛ ଆଲିଗେସନ୍ ଆଧାରରେ ମୋତେ ନିଲମ୍ବନ ଯେଉଁ ଚିଠିରେ ଲେଖାଯାଇଛି ତାର ଉତ୍ତର ରଖିବାକୁ ମୁଁ ଆସିଥିଲି। ସଂଗଠନ ମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲି। ଆଉ ଏହା ମୋର ଘର, ମୋର ପରିବାରକୁ ମୁଁ ଆସିଛି। ଆଉ ମୁଁ ଏତିକି ଜଷ୍ଟ କହିଛି, ପଛଆଡ଼ରୁ ଧକ୍କା ଆରମ୍ଭ ହେଇଗଲା। ଆଉ ପେଲି ଠେଲିକିରି ମିଡ଼ିଆକୁ ବି ପେଲି ଠେଲି ଦେଲେ, ମୋତେ ବି ମାନେ ହାତ ଧରିକି ବାହାରକୁ ଘୋଡ଼େଇଲା ପରି ଗୋଟେ ଅଶୋଭନୀୟ ଘଟଣା ଘଟିଲା। ସେଥିପାଇଁ ମୁଁ ମଧ୍ୟ ବହୁତ ମର୍ମାହତ। ଆଉ ବହୁତ ଜଣଙ୍କୁ ଏଇ କଥାଟି ଭଲ ଲାଗିନାହିଁ, ସମସ୍ତେ ଦୁଃଖୀ ଅଛନ୍ତି। କାଲି ଗଣମାଧ୍ୟମ ଦ୍ୱାରା ଏଇ ଭିଡ଼ିଓ ଫୁଟେଜ ଦେଖିଲା ପରେ ଆପଣଙ୍କ ଯେଉଁ ସମର୍ଥକ ସବୁ ଅଛନ୍ତି ସେମାନେ ସବୁ ଦୁଃଖୀ ହୋଇଛନ୍ତି। ଆପଣଙ୍କୁ କ'ଣ ଲାଗୁଛି ମହିଳା ଜଣକୁ ଯେଉଁ ଆସି କହିଲେ କାହାର ନିର୍ଦ୍ଦେଶରେ ହେଇଥାଇପାରେ? ଦେଖନ୍ତୁ, ସେ କାହା ନିର୍ଦ୍ଦେଶରେ ଆସି ଏମିତି କଲେ, ସେ ତ ନିଜେ ମଧ୍ୟ ଦେଖନ୍ତୁ ଯେଉଁ ଶବ୍ଦ ଉଚ୍ଚାରଣ କରୁଛନ୍ତି, ନିଲମ୍ବନ ବହିଷ୍କାର। ତମେ ନିଲମ୍ବନ ବହିଷ୍କାର ଏ ଦୁଇଟା ଶବ୍ଦର ଡିଫରେନ୍ସ ବି ଜାଣିନାହଁ। ତୁମେ ସେଇଠି କହୁଛ ସେ ନିଲମ୍ବନ ହେଇଛନ୍ତି, କାହିଁକି ପାର୍ଟି ଅଫିସ ଆସୁଛନ୍ତି, ତାଙ୍କୁ ବହିଷ୍କାର କରାହେଇଛି, ସେ ଆସିପାରିବେ। ମାନେ ଇଏ କ'ଣ? ନିଲମ୍ବନ କରାହେଇଛି, ସେ ପାର୍ଟି ଅଫିସ ଆସିପାରିବେ, ନିଲମ୍ବନରେ କ'ଣ ପାର୍ଟି ଅଫିସ ଯାଇପାରିବନି? ନିଲମ୍ବନ ପରେ, ଆରେ ମୁଁ କହୁଛି ମୋ ଘରକୁ ମୁଁ ଯାଇଛି, ନିଲମ୍ବନ କରାଯାଇଛି, କ'ଣ ପାଇଁ ନିଲମ୍ବନ କରାଯାଇଛି? ମୋର ବି ତ କଥାଟା ମୁଁ ଜାଣିବା ଦରକାର ଯେ ମୁଁ କ'ଣ ପାଇଁ ନିଲମ୍ବନ ହେଇଛି, କ'ଣ ପାର୍ଟି ବିରୋଧୀ କାମ ମୁଁ କରିଛି। ଆଉ ଯେଉଁ ଚିଠିରେ ଯେଉଁ ଜିନିଷଟି ଉଲ୍ଲେଖ କରାଯାଇଛି ଯେ ଗୋଟେ ଏଫଆଇଆର ବଳରେ କରାଯାଇଛି, ତାହେଲେ ଏମିତି ଏଫଆଇଆର ତ ବହୁତ ଜଣଙ୍କ ଉପରେ ଅଛି। ତେଣୁ ଗୋଟେ ଏଫଆଇଆର ବଳରେ, ଆଉ ତାହା ଗୋଟେ ବ୍ୟକ୍ତିଗତ କଥା ଥିଲା, ଏଇଟା କୌଣସି ଦଳ ସମ୍ପର୍କିତ କଥା ହିଁ ନଥିଲା। ଗୋଟେ ଦଳ ସମ୍ପର୍କିତ କଥା ନଥିବା ଗୋଟେ ବାହାର ବ୍ୟକ୍ତିଗତ କଥାକୁ ନେଇକି ଭାରତୀୟ ଜନତା ପାର୍ଟି ନିଲମ୍ବନ ନିର୍ଦ୍ଦେଶଟା ଦେଇଛନ୍ତି। ଆଉ ସେଠି ପୁଣି ଉଲ୍ଲେଖ କରିଛନ୍ତି 7 ଦିନ ଭିତରେ ନିଜର ଉତ୍ତର ରଖ। ଯଦି 7 ଦିନ ଭିତରେ ମୋ ଉତ୍ତରଟା ରଖିବାର ଥିଲା, ତୁମେ ମିଡ଼ିଆକୁ କେମିତି ଆଗ ଦେଲ? ଆଗ ମୋତେ ପଠେଇବାର ଥିଲା, 7 ଦିନ ମୋତେ ସମୟ ଦେବାର ଥିଲା। ମୋତେ କୌଣସି ଇନଫର୍ମେସନ୍ ନାହିଁ, ସୂଚନା ନାହିଁ, ଚିଠି ନାହିଁ। ଆଉ ଏକଦମ ସେ ସବୁ କଥାକୁ ପ୍ରଘଟ କରିଦେଇ ଗୋଟେ ଦିନ ତୁମେ ଭାରତୀୟ ଜନତା ପାର୍ଟି ହିଁ ମୋତେ ମହାନଗର ନିଗମରେ ମେୟର ପ୍ରାର୍ଥୀ କଲ, ଆଉ ଯାହାକୁ ତୁମେ ନିଜର କ୍ରାଇସିସ୍ ପିରିୟଡ଼ରେ କ୍ୟାଣ୍ଡିଡେଟ୍ କରିଥିଲ, ଆଉ ମୁଁ ମଧ୍ୟ ଉଠିଥିଲି ଆପଣମାନଙ୍କର ସହିତ ସାଥ ଦେଇଥିଲି। ଆଜି ସରକାର ଆସିବା ପରେ ହଠାତ୍ ଏମିତି ଗୋଟେ ଆକ୍ରମଣାତ୍ମକ ବ୍ୟବହାର, ବହୁତ ଖରାପ ଲାଗୁଛି ମୋତେ। ଏକଦା ଆପଣ ଦଳ ପାଇଁ ବହୁତ କରିଛନ୍ତି, ଏକଦା ଆପଣ ସ୍ଥାନୀୟ ସାଂସଦ, ଭୁବନେଶ୍ୱର ସାଂସଦ ଯିଏ ଅପରାଜିତା ମ୍ୟାଡ଼ାମଙ୍କର ଅତି ନିକଟତର, ତା ସତ୍ତ୍ୱେ ବି ଆପଣଙ୍କ ସହିତ ଏପରି ବ୍ୟବହାର କରିଛନ୍ତି ପାର୍ଟି ଦଳ, ତାପରେ ଆପଣ କ'ଣ କହିବେ? ଦେଖନ୍ତୁ, ମୁଁ ଦଳରେ ଆଗରୁ ମିଶି ସାରିଥିଲି, ଦଳରେ ମୁଁ ଥିଲି। ମୋତେ ଟିକେଟଟା ସାଂସଦ ଅପରାଜିତା ମୋତେ ପରେ ଘୋଷଣା କରିଛନ୍ତି। ନିଶ୍ଚିତ ଭାବରେ ସେତେବେଳେ ସେ ଯେହେତୁ ଭୁବନେଶ୍ୱରର ଏମ୍ପି, ତେଣୁକରି ତାଙ୍କ ଉପରେ ହିଁ ନିଷ୍ପତ୍ତିଟି ରଖାହେଇଥିଲା ପ୍ରାର୍ଥୀ ଚୟନର।
ଆଉ ସେଇ ଗ୍ରାଉଣ୍ଡରେ ସେତେବେଳେ କେଉଁ ଇଏରେ ସେ ମୋତେ ସିଲେକ୍ଟ କଲେ ସେଟା ନିଶ୍ଚିତ ଭାବରେ ଆପଣମାନେ ତ ସେତେବେଳେ ସବୁ କଥାକୁ ଦେଖିଛନ୍ତି ଶୁଣିଛନ୍ତି। ମୁଁ ଫାଇଟ୍ ବି କରିଥିଲି, ମୋ ଫାଇଟ୍ରେ ମଧ୍ୟ ଅନେକ ଜଣ ଖୁସି ବି ହେଇଥିଲେ, ଭଲ ଭୋଟ ବି ଆସିଥିବା ସମସ୍ତେ ଖୁସି ହେଇଥିଲେ। ତା ପରଠାରୁ ମୁଁ ଦିନେ ବସି ନାହିଁ, ମୁଁ ନିରନ୍ତର ଭାବରେ ପାର୍ଟି ପାଇଁ କାମ କରି ଆସିଛି। ଆଉ ଭାରତୀୟ ଜନତା ପାର୍ଟି ମୋତେ କୌଣସି ପଦପଦବୀ ଦିଅନ୍ତୁ ନ ଦିଅନ୍ତୁ, ମୁଁ ସେଇଥିରେ କୌଣସି ଇଏ ନ କରିକି ମୋତେ ଯେହେତୁ ଗୋଟେ ମେୟର ପ୍ରାର୍ଥୀ ସେ କରିଛନ୍ତି, ମୁଁ ସେଇଥିରେ କୃତଜ୍ଞତା ଜ୍ଞାପନ କରୁଛି ତାଙ୍କୁ। ଆଉ କୃତଜ୍ଞତା ରହିକିରି ମୁଁ ପାର୍ଟି ପାଇଁ ଯାହା ବି ଅନୁଶାସନ ଭିତରେ ରହିଥିଲା ମୁଁ ସମସ୍ତ କାର୍ଯ୍ୟକ୍ରମକୁ ମୁଁ କରି ଆସିଛି। ଦଳ ଯୋଉ ସସ୍ପେନ୍ସନ ଲେଟର ବାହାରିଛି ତା ଦେହରେ ଲେଖିଛି ଦଳ ବିରୋଧୀ ଗତିବିଧି, ଆପଣ କଣ ଲାଗୁଛି ଆପଣ କଣ ଦଳ ବିରୋଧୀ ଗତିବିଧି ଆପଣ ଥିଲା ଯାକୁ ସସ୍ପେନ୍ସନ କରିବାକୁ? ଦେଖନ୍ତୁ, ମିଡିଆକୁ ଦିଆଯାଇଛି ଦଳ ବିରୋଧୀ ଗତିବିଧି, ସେଇ କଥା ତ ମୁଁ କହୁଛି। ଦଳ ବିରୋଧୀ ଗତିବିଧି ମୋର କଣ ହେଲା? ଆଉ ମୁଁ ଯେତେବେଳେ ସେଇ ମିଡିଆର ସେ ଯୋଉ ଚିଠିଟା ମୋତେ କିଛି ମିଡିଆ ବନ୍ଧୁ ପଠେଇଲେ ଯେ ଆମ ପାଖକୁ ଏମିତି ଚିଠି ଆସିଛି ଦେଖନ୍ତୁ, ସେଠି କାରଣ ବି ଦର୍ଶା ଯାଇନାହିଁ। ଆଉ 3 ଧାଡ଼ି ଲେଖି ଦିଆଯାଇଛି ସୁନୀତି ମୁନକୁ ସସ୍ପେଣ୍ଡ କରାଗଲା, କାରଣ ଦର୍ଶା ଯାଇନାହିଁ। ତା ପରବର୍ତ୍ତୀ ସମୟରେ ତୁରନ୍ତ ସେତେବେଳେ 1-2ଟା ମିଡିଆ ମୋତେ ଓଭର ଫୋନ୍ ବି ମୋ ରିଆକ୍ସନଟା ନେଇଛନ୍ତି। ମୁଁ ଜାଣି ନାହିଁ ଯେତେବେଳେ କାରଣ କ'ଣ ବୋଲିକି ବି ମୁଁ ପଚାରିଛି, ସେଇଟା ବି ପ୍ରଶ୍ନ କରିଛି। ଏ 3 ଧାଡ଼ିରେ ମୋତେ ନିଲମ୍ବନ କରିଦିଆଯାଇଛି କାରଣ ନ ଦର୍ଶେଇକିରି। ତାପରେ ମୁଁ ନିଜେ ମାଗିଛି ଚିଠିଟା, କ'ଣ ସେଟା ଚିଠିଟା ମୋତେ ଦିଆଯାଉ। ତାପରେ ମୋତେ ହ୍ୱାଟ୍ସଆପ୍ରେ ଗୋଟେ ଚିଠି ଆସିଲା, ସେଇ ହ୍ୱାଟ୍ସଆପ୍ର ଚିଠି ଅନୁସାରେ ସେଠି ଗୋଟେ ବନ୍ତ ଥାନାରେ ଅଗଷ୍ଟ 8ରେ ମୋ ନାଁରେ ଗୋଟେ ଏଫଆଇଆର୍ ସେଇ ଭଣ୍ଡାର ପୋଖରୀ ବିଧାୟକ ପ୍ରାର୍ଥୀ ଯିଏ ବିଜେପିର ହେଇଥିଲେ ସେ ମୋ ନାଁରେ ଦେଇକିରି